ପ୍ରଭୁଙ୍କ ପୂଜ୍ୟ ନାମକୁ ମୁଁ କୃତଜ୍ଞ ଜଣାଏ। ଏକ ସୁନ୍ଦର ମୁହୂର୍ତ୍ତ ଆମ୍ଭେମାନେ ପ୍ରାପ୍ତ ହୋଇଥିବା ସକାଶେ ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ, ଯେହେତୁ ତାଙ୍କରି ବାକ୍ୟରୁ ଆମ୍ଭେ ଯେପରି ଶିକ୍ଷା ଲାଭ କରୁ, ଏଥିପାଇଁ ପ୍ରଭୁ ସୁଯୋଗ ଦେଇଅଛନ୍ତି। ଆମ୍ଭମାନଙ୍କର ବ୍ୟକ୍ତିଗତ ଜୀବନର ବୃଦ୍ଧି ନିମନ୍ତେ ଏବଂ ପରିବର୍ତ୍ତନ ନିମନ୍ତେ ପରିବର୍ତ୍ତନତାର ଶକ୍ତି ଆବଶ୍ୟକତା ହୋଇଥାଏ, ବା କହିବାକୁ ଗଲେ ଆମ୍ଭମାନଙ୍କର ବିଶ୍ୱାସ ଜୀବନରେ ପରିପକ୍ୱ ହେବା ପାଇଁ ବିକାଶ ଏବଂ ପରିବର୍ତ୍ତନ ଅତୀବ ଆବଶ୍ୟକ ହୋଇଥାଏ। ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ଏବଂ ବୃଦ୍ଧି ବିଶ୍ୱାସ ଜୀବନରେ ହେବା ଅଧିକ ଆବଶ୍ୟକ ଅଟେ। ତ ଆମ୍ଭେମାନେ ଦ ପାୱାର ଅଫ୍ ଟ୍ରାନ୍ସଫର୍ମେସନ୍, ପରିବର୍ତ୍ତନତାର ଶକ୍ତି ବା ପରିବର୍ତ୍ତନର ଶକ୍ତି କାହା ଦ୍ୱାରା ହୋଇଥାଏ, କେମିତି ହୋଇଥାଏ, ଆଉ ଏହା ଯେ ଆମ ପାଇଁ ଆବଶ୍ୟକ ଅଟେ, ଏହି ବିଷୟକୁ ଆଜି ଆମେ ଶିକ୍ଷା ଲାଭ କରିବାକୁ ଯିବା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପରିବର୍ତ୍ତନତା ଆମ୍ଭ ଜୀବନ ପାଇଁ ଅଧିକ ଆବଶ୍ୟକ ଅଟେ। ଯେପରି ଆମେ ବ୍ୟକ୍ତିଗତ ଜୀବନରେ ବୃଦ୍ଧି ପାଉ ଏବଂ ଆମ ବିଶ୍ୱାସୀ ଜୀବନରେ ପରିପକ୍ୱ ହଉ, ବୃଦ୍ଧି ସାଧିତ ହଉ, ଏଥିପାଇଁ ପରିବର୍ତ୍ତନର ଯେଉଁ ଶକ୍ତି ଆମ୍ଭେମାନେ ଜାଣିବା ଆବଶ୍ୟକ ଯେ ଏହା ପବିତ୍ର ଆତ୍ମାଙ୍କ ଦ୍ୱାରା ଗୋଟିଏ ବିଶ୍ୱାସୀ ଜୀବନରେ ସାଧିତ ହୋଇଥାଏ। ପବିତ୍ର ଆତ୍ମାଙ୍କର ଭୂମିକା ଯଦି ଗୋଟିଏ ବ୍ୟକ୍ତିଙ୍କ ଜୀବନରେ ଅଛି ବା ସ୍ଥାନ ପାଉଅଛି, ତେବେ ନିଶ୍ଚୟ ସେ ଖ୍ରୀଷ୍ଟିଆନ ଜୀବନରେ, ବିଶ୍ୱାସ ଜୀବନରେ ପରିପକ୍ୱ ହେବା ସାଙ୍ଗେ ସାଙ୍ଗେ ସେ ବୃଦ୍ଧି ପାଇବ ଏବଂ ପରିବର୍ତ୍ତନ ହେବ। ପରିବର୍ତ୍ତନତାର ଶକ୍ତିର ପ୍ରଥମ ବିଷୟ ହେଉଛି ପବିତ୍ର ଆତ୍ମାଙ୍କ ଭୂମିକା। ଆମ୍ଭେମାନେ ପବିତ୍ର ଆତ୍ମାଙ୍କ ଠାରେ ଆମ୍ଭେମାନେ ଅଛୁ। ତାହାଙ୍କ ଆତ୍ମା ଆମଠାରେ ବାସ କରେ। ଆଉ ପବିତ୍ର ଆତ୍ମା ତାର ଏକ ମୁଖ୍ୟ ଭୂମିକା ରହିଅଛି ଯେ ସେ ଆମ୍ଭମାନଙ୍କୁ ଏମ୍ପାୱାରମେଣ୍ଟ କରେ, ସଂଶକ୍ତିକରଣ କରି ପରିବର୍ତ୍ତନତା କରାଇଥାଏ। ଆମ୍ଭେମାନେ ନିଜେ ପରିବର୍ତ୍ତନ ହୋଇନଥାଉ। ଖ୍ରୀଷ୍ଟିଆନ ଜୀବନରେ ଯେତେବେଳେ ପରିତ୍ରାଣକୁ ଆସିଲା ପରେ, ଆମେ ପରିତ୍ରାଣ ଆସିଲା ପରେ ଆମଙ୍କ ଜୀବନରେ ବୃଦ୍ଧି ସାଧିତ ହୋଇଥାଏ। ଧୀରେ ଧୀରେ ଆମେ ଖ୍ରାଇଷ୍ଟ ଲାଇକ୍ କ୍ୟାରେକ୍ଟର୍ସ ଆଡ଼କୁ ବୃଦ୍ଧି ପାଇଥାଉ, ପରିପକ୍ୱତା ଆଡ଼କୁ ବ୍ୟକ୍ତିଗତ ବିକାଶ ହୋଇଥାଏ। ଏହା କେବଳ ପବିତ୍ର ଆତ୍ମାଙ୍କ ଦ୍ୱାରା। ପବିତ୍ର ଆତ୍ମା ବିଶେଷତଃ ଅନେକ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି। ତାଙ୍କର ଭୂମିକା ଅନେକ କ୍ଷେତ୍ରରେ ବାକ୍ୟରେ ଉଲ୍ଲେଖ କରାଯାଏ। ଆମମାନଙ୍କର ଜୀବନରେ ସେ କି ପ୍ରକାର କାର୍ଯ୍ୟ କରନ୍ତି, ଅପରେଟ୍ସ କରନ୍ତି। କିନ୍ତୁ ପରିବର୍ତ୍ତନତା ହେବା ପାଇଁ ମଧ୍ୟ ପବିତ୍ର ଆତ୍ମା ଆମକୁ ସଂଶକ୍ତିକରଣ କରନ୍ତି। 2 କରନ୍ଥୀୟ ତାର 3:18 ପଦକୁ ପଠନ କରିବା। ଲେଖା ଅଛି, ତାର 17 ପଦରୁ ମୁଁ ପଢ଼ିବି। ପ୍ରଭୁ ଆତ୍ମା ଅଟନ୍ତି, ଆଉ ଯେଉଁଠାରେ ପ୍ରଭୁଙ୍କର ଆତ୍ମା ସେଠାରେ ସ୍ୱାଧୀନତା। କିନ୍ତୁ ଆମ୍ଭେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେହି ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ। ଯେଣୁ ପ୍ରଭୁ ଯେ କି ଆତ୍ମା, ତାହାଙ୍କ ଠାରୁ ଏହିସବୁ ହେଉଅଛି। ପ୍ରଭୁ ଯେ କି ଆତ୍ମା, ଦ ଲର୍ଡ ସ୍ପିରିଟ୍, ତାହାଙ୍କ ଦ୍ୱାରା ଏହି ପରିବର୍ତ୍ତନ ହେଉଅଛି, ଏହିସବୁ ହେଉଅଛି। ତେଣୁ
ପବିତ୍ର ଆତ୍ମାଙ୍କର ଭୂମିକା ଯଦି ଆମଠାରେ ନାହିଁ, ଦେଖାଯାଉ ନାହିଁ, ବା ଆମେ ଖ୍ରୀଷ୍ଟ ବିହୀନ ହୋଇ, ପବିତ୍ର ଆତ୍ମା ବିହୀନ ହୋଇ ଯଦି ଜୀବନ କାଟୁଛୁ, ତେବେ ଆଧ୍ୟାତ୍ମିକ ସ୍ତରରେ ବୃଦ୍ଧି କିମ୍ବା ପରିବର୍ତ୍ତନତା କଦାପି ଆସିପାରିବ ନାହିଁ। ତେଣୁ ଆମ୍ଭେମାନେ ପ୍ରଶ୍ନ କରୁ ଯେ ପ୍ରଭୁ ଯେ ଆତ୍ମା ଅଟନ୍ତି, ଆମେ କ'ଣ ସେ ଆତ୍ମାଙ୍କ ଦ୍ୱାରା ଚାଳିତ ହେଉଛୁ କି? ଆମ ଜୀବନରେ, ବ୍ୟକ୍ତିଗତ ଜୀବନରେ ପବିତ୍ର ଆତ୍ମାଙ୍କର ଭୂମିକା ସ୍ଥାନ ପାଉଛି କି ପରିବର୍ତ୍ତନ ହେବା ପାଇଁ? ଗାଲାତୀୟ ତାର 5:22 ଏବଂ 23ରେ ଆତ୍ମାଙ୍କ ଫଳ ବିଷୟରେ ଲେଖାଯାଇଅଛି। ଯଦି ଆତ୍ମାଙ୍କର ଭୂମିକା ଆମ ଜୀବନରେ ସ୍ଥାନ ପାଉନାହିଁ, ତେବେ ଆତ୍ମାଙ୍କ ଫଳ ଉପୁଜି ପାରିବ ନାହିଁ। ଆମ୍ଭମାନଙ୍କର ଆଚରଣ, ସ୍ୱଭାବ, ଗୁଣ ଗୁଡ଼ାକରେ ଏସବୁ ଆତ୍ମାଙ୍କ ଫଳ ପରିପ୍ରକାଶ ହେବ ନାହିଁ ଯଦି ଆତ୍ମାଙ୍କ ଭୂମିକା ନାହିଁ। ତେଣୁ ଯଦି ଆତ୍ମା ଆମଠାରେ ରହନ୍ତି, ପବିତ୍ର ଆତ୍ମାଙ୍କର ଭୂମିକା ଯଦି ଆମଠାରେ ଦେଖାଯାଏ, ସ୍ଥାନ ପାଏ, ପବିତ୍ର ଆତ୍ମା ଆମ ଅନ୍ତରରେ ରହି ସେ ଫଳକୁ ଉତ୍ପନ୍ନ କରିବେ, ଯେଉଁଠାରେ ପରିବର୍ତ୍ତନତା ଦେଖାଯିବ। ଆଉ ଆମ୍ଭେମାନେ ବ୍ୟକ୍ତିଗତ ବିକାଶ ଏବଂ ପରିବର୍ତ୍ତନତା ପ୍ରତ୍ୟେକଟି ବିଶ୍ୱାସୀମାନେ ହୋଇ ମେଚ୍ୟୁରିଟି ଆଡ଼କୁ ଗତି କରିପାରିବା। ତେଣୁ ପ୍ରଶ୍ନ ଏହା ଯେ ଆମ୍ଭେମାନେ ପବିତ୍ର ଆତ୍ମାଙ୍କର ଭୂମିକା ଦେଇ ଗମନ କରୁଛୁ କି, ବା ଆମଠାରେ ପବିତ୍ର ଆତ୍ମାଙ୍କର ଭୂମିକା ବା କାର୍ଯ୍ୟ ସକଳ ସ୍ଥାନ ପାଉଛି କି? ଦ୍ୱିତୀୟ ବିଷୟ ହେଉଛି ପରିବର୍ତ୍ତନତାର ଶକ୍ତି ତଳେ ଦ୍ୱିତୀୟ ପଏଣ୍ଟ ମୁଁ କହିବାକୁ ଚାହେଁ, ତାହା ହେଉଛି ଦ ପାୱାର ଅଫ୍ ଗ୍ରେସ୍, ଅନୁଗ୍ରହର ଶକ୍ତି। ଅନୁଗ୍ରହର ଶକ୍ତି ଆମ୍ଭମାନଙ୍କୁ ଏନାବେଲ୍ କରେ ବିକାଶ ହେବା ପାଇଁ ଏବଂ ପରିବର୍ତ୍ତନ ହେବା ପାଇଁ। ବିନା ଅନୁଗ୍ରହରେ, ବିନା ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଆମ୍ଭେମାନେ ବୃଦ୍ଧି ଏବଂ ପରିବର୍ତ୍ତନ ହୋଇପାରିବା ନାହିଁ। ପରିବର୍ତ୍ତନତାର ଶକ୍ତି ଆମଠାରେ ସ୍ଥାନ ପାଇବ ଅନୁଗ୍ରହ ଦ୍ୱାରା, ପାୱାର ଅଫ୍ ଗ୍ରେସ୍, ଅନୁଗ୍ରହର ଶକ୍ତି ଦ୍ୱାରା। ପାଉଲ କହିଲେ, ମୁଁ ଯାହା ହୋଇଅଛି ଖ୍ରୀଷ୍ଟଙ୍କ ଅନୁଗ୍ରହରୁ ହୋଇଅଛି। ଆମ୍ଭେମାନେ ଅନୁଗ୍ରହ ଦ୍ୱାରା ଅନେକ ଆଶୀର୍ବାଦ ପାଇଅଛୁ, ପରିତ୍ରାଣ ପାଇଅଛୁ, ବୃଦ୍ଧି ମଧ୍ୟ ପାଉଛୁ। ଆମ୍ଭେମାନେ ଯାହା କିଛି ଖ୍ରୀଷ୍ଟଙ୍କ ଠାରେ ହୋଇଅଛୁ, ଆମ୍ଭମାନଙ୍କ ଦ୍ୱାରା ନୁହଁ, ଅନୁଗ୍ରହ ଦ୍ୱାରା, ଅପର୍ଯ୍ୟାପ୍ତ ଅନୁଗ୍ରହ ଦ୍ୱାରା। ସେହି ଅନୁଗ୍ରହର ଶକ୍ତି ଆମକୁ ନିୟନ୍ତ୍ରଣ କରେ, ଏନାବଲ୍ସ କରେ, ଏଲାଉ କରେ ଯେ ଆମ୍ଭେମାନେ ବୃଦ୍ଧି ହଉ ଏବଂ ଚେଞ୍ଜେସ୍ ହଉ, ପରିବର୍ତ୍ତନ ହଉ। ତେଣୁ ଆମ୍ଭେମାନେ ଅନୁଗ୍ରହକୁ ମାଗୁ, ଏହି କ୍ଷେତ୍ରରେ, ଏହି ଦିଗରେ ତୁମରି ଅନୁଗ୍ରହ ବର୍ତ୍ତୁ ପ୍ରଭୁ, ଯଦ୍ୱାରା ମୁଁ ପରିବର୍ତ୍ତନ, ବୃଦ୍ଧି ହୋଇପାରିବି ମୋ ବ୍ୟକ୍ତିଗତ ଜୀବନରେ, ବିଶ୍ୱାସ ଜୀବନରେ। ଆମେ ଅନୁଗ୍ରହ ପ୍ରାର୍ଥନା କରିବା ଆବଶ୍ୟକ ଅଟେ। ଗୋଟେ ସ୍ପେସିଫିକ୍ ପର୍ପସ୍ ଆଣ୍ଡ ଟାସ୍କ ପାଇଁ ଆମ ଜୀବନରେ ଅନୁଗ୍ରହ ଆବଶ୍ୟକ ଅଟେ। ଆମେ ପଠନ କରିବା 2 କରନ୍ଥୀୟ ତାର 9:8କୁ, ଏଫେସୀୟ ତାର 2:8 ଏବଂ 9। କ୍ଷମା କରିବେ, 2 କରନ୍ଥୀୟ ତାର 9:8 ପଦକୁ ଆମେ ଅଧ୍ୟୟନ କରିବା। ତାର ତଳ ଅଂଶକୁ ମୁଁ ଅଧ୍ୟୟନ କରେ। ଲେଖା ଅଛି, ଏଥି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି। ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବା ପାଇଁ ଆମ୍ଭମାନଙ୍କର ଈଶ୍ୱର ଯୀଶୁଖ୍ରୀଷ୍ଟ ସମର୍ଥ ଅଟନ୍ତି। ଦାନ କରିବା ପାଇଁ, ପରୋପକାର କରିବା ପାଇଁ, ସହାୟତା କରିବା ପାଇଁ, ବୃଦ୍ଧି ସାଧିତ ହେବା ପାଇଁ, ଅନେକ କ୍ଷେତ୍ରରେ ସେ ଆମକୁ ପ୍ରଚୁର ଭାବେ ସର୍ବପ୍ରକାରର ଅନୁଗ୍ରହ ସେ ଦେବା ପାଇଁ ସମର୍ଥ ଅଟନ୍ତି। ତେଣୁ ତାହାଙ୍କ ଅନୁଗ୍ରହରୁ ଆମ୍ଭେମାନେ କରିପାରୁ। ତାହାଙ୍କର ଅନୁଗ୍ରହ ଶକ୍ତି ଦ୍ୱାରା ଆମ ଜୀବନରେ
ପରିବର୍ତ୍ତନତା ଏବଂ ବିକାଶ ମଧ୍ୟ ସାଧିତ ହୋଇଥାଏ। ଯେ ପର୍ଯ୍ୟନ୍ତ ଅନୁଗ୍ରହ ଦ୍ୱାରା ଦତ୍ତ ହୋଇନାହିଁ ଏକ ନିର୍ଦ୍ଦିଷ୍ଟ ବିଷୟ, ସେ ପର୍ଯ୍ୟନ୍ତ ଆମେ କରିନପାରୁ। ତେଣୁ ଅନୁଗ୍ରହର ଶକ୍ତି ପରିବର୍ତ୍ତନତା ଆଡ଼କୁ, ବୃଦ୍ଧି ଆଡ଼କୁ ସାଧନ କରିଥାଏ। ଏବଂ ଆଉ ଗୋଟିଏ ପଦ ଯାହା ଏଫେସିୟ ତାର 2:8-9 ସେହି ପଦକୁ ଆମେ ପଠନ କରିବା। ଏଠାରେ ଉତ୍ତମ ଭାବରେ ଲେଖା ଅଛି। ତାର ଆମେ ପଠନ କରିବା 8 ଏବଂ 9 ପଦକୁ। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଏ ପରିତ୍ରାଣ ମଧ୍ୟ ଆମ ଦ୍ୱାରା ହୋଇନାହିଁ। ହଁ, ଆମେ ବିଶ୍ୱାସ କଲୁ, କିନ୍ତୁ ଲେଖା ଅଛି କି ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ। ଏହା ତୁମମାନଙ୍କର ନିଜଠାରୁ ହୋଇନାହିଁ। ଆମଠାରୁ ଆଉ କ'ଣ ହେବ ଆଜ୍ଞା? ଆମଠାରୁ ଅଧର୍ମ, ପାପ, ମନ୍ଦତା ଗୁଡ଼ାକ ହିଁ ଘଟେ, ଅନ୍ୟାୟ ବିଷୟ ହିଁ ଘଟେ। କିନ୍ତୁ ଉତ୍ତମ ବିଷୟ ଆମ୍ଭ ଜୀବନରେ ପରିବର୍ତ୍ତନତା ହେବା ପାଇଁ, ବୃଦ୍ଧି ହେବା ପାଇଁ ତାଙ୍କର ଅନୁଗ୍ରହ by the power of grace of our Lord Jesus Christ ସାଧିତ ହୋଇଥାଏ। ସବୁକିଛି ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କର ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଆପଣ ଦର୍ପ କରନ୍ତୁ ନାହିଁ। ଡୋଣ୍ଟ ବି ପ୍ରାଇଡ୍। ଆପଣଙ୍କର କ୍ରିୟାକର୍ମ ଦ୍ୱାରା ଆପଣଙ୍କର ମିନିଷ୍ଟ୍ରି ଚାଲିନାହିଁ। ଆପଣଙ୍କ ଠାରେ ଯେଉଁ ବରଦାନ ଅଛି ଆପଣଙ୍କର ଦ୍ୱାରା ହିଁ ନାହିଁ। ସେଇଟା ଆପଣଙ୍କ ଠାରେ ଯେଉଁ ବୁଦ୍ଧି, ଜ୍ଞାନ, ଶିକ୍ଷା ଅଛି ଆପଣଙ୍କ ଦ୍ୱାରା ହିଁ ନାହିଁ। ଆପଣଙ୍କ ଠାରେ ଯେଉଁ ସମସ୍ତ କ୍ୱାଲିଟିସ୍ ଅଛି, ସମ୍ମାନ ଗୁଡ଼ାକ ଅଛି, ଏଇଟା ଆପଣଙ୍କର ଦ୍ୱାରା, କର୍ମ ଦ୍ୱାରା ହିଁ ନାହିଁ। ଆପଣ ପରିତ୍ରାଣ ପାଇଛନ୍ତି ଆପଣଙ୍କ ଦ୍ୱାରା ହିଁ ନାହିଁ, କୌଣସି କ୍ରିୟାକର୍ମର ନୁହେଁ, ବରଂ ଆମ୍ଭମାନଙ୍କର ଅନୁଗ୍ରହଦାତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା, ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ଏ ସବୁକୁ ସେ ଆମ ଜୀବନରେ ଦେଇଛନ୍ତି। ତାମାନେ ଏହା ହେଉଛି ଦ ପାୱାର ଅଫ୍ ଗ୍ରେସ୍। ଅନୁଗ୍ରହର ଶକ୍ତି ଦ୍ୱାରା ଆମ ଜୀବନରେ ଏସବୁ ସାଧନ ହୋଇଛି। ତୃତୀୟ ବିଷୟକୁ ଦେଖିବା। ପରିବର୍ତ୍ତନର ଶକ୍ତି। ତାର ତୃତୀୟ ପଏଣ୍ଟ ବା ବିଷୟ ମୁଁ କହିବାକୁ ଚାହେଁ, ତାହା ହେଉଛି ଦ ଇମ୍ପୋର୍ଟାଣ୍ଟ ଅଫ୍ ଓବିଡିଏନ୍ସ। ବାଧ୍ୟତା ହେବାର ମହତ୍ଵତା ବା ବାଧ୍ୟତା ଜୀବନର ଏକ ଗୁରୁତ୍ୱତା। ଦ ଇମ୍ପୋର୍ଟାନ୍ସ ଅଫ୍ ଓବିଡିଏନ୍ସ, ଆଜ୍ଞାକାରିତାର ଗୁରୁତ୍ୱତା। ଯଦି ଆମ ଜୀବନରେ ଆଜ୍ଞାକାରୀ ଆମେ ହଉନାହୁଁ, ତେବେ ପରିବର୍ତ୍ତନତା ଦେଖାଯିବ ନାହିଁ। ଈଶ୍ୱରଙ୍କର ବାକ୍ୟକୁ ଆଜ୍ଞାକାରୀ ହେବା, ମାନିବା ଏକ ମୁଖ୍ୟ ବିଷୟ ଅଟେ। ଆମେ ଈଶ୍ୱରଙ୍କର ବାକ୍ୟକୁ ମାନୁଛୁ ତ? ଆମେ ସମସ୍ତେ ଯେତେ ଜଣ ଖ୍ରୀଷ୍ଟଙ୍କ ଠାରେ ଅଛୁ, ସମସ୍ତେ ଆଜ୍ଞାକାରୀ ଜୀବନ କାଟିବା ଦରକାର। ସମସ୍ତଙ୍କୁ ଆବଶ୍ୟକ ଅଟେ। ଯଦି ଆଜ୍ଞାକାରୀ ଜୀବନର ଗୁରୁତ୍ୱତା, ଇମ୍ପୋର୍ଟାନ୍ସ ଯଦି ଆମଠାରେ ନାହିଁ, ତେବେ ଆମ୍ଭେମାନେ ପରିବର୍ତ୍ତନ ହୋଇପାରିବା ନାହିଁ, ବୃଦ୍ଧି ସାଧିତ ହୋଇପାରିବା ନାହିଁ। ପରିବର୍ତ୍ତନର ଶକ୍ତି ରିଲାଏ ଅନ୍ ଦ ଇମ୍ପୋର୍ଟାନ୍ସ ଅଫ୍ ଓବିଡିଏନ୍ସ। ପରିବର୍ତ୍ତନର ଶକ୍ତି ଆମ ଆଜ୍ଞାକାରିତା ଉପରେ ମଧ୍ୟ ନିର୍ଭର କରେ। ଯଦି ଆମେ ଆଜ୍ଞାକାରୀ ହେବା ନାହିଁ, ଈଶ୍ୱରଙ୍କର ବାକ୍ୟକୁ ବହୁମୂଲ୍ୟ ଭାବରେ ଗ୍ରହଣ ନ କରି ଯଦି ମାନିବା ନାହିଁ, ତେବେ ପରିବର୍ତ୍ତନତା, ରୂପାନ୍ତରୀକରଣତା ଆମ ବ୍ୟକ୍ତିଗତ ଜୀବନରେ, ବିଶ୍ୱାସ ଜୀବନରେ ସ୍ଥାନ ପାଇବ ନାହିଁ ବା ଦେଖାଯିବ ନାହିଁ। ତେଣୁ ଆମମାନଙ୍କ ପାଇଁ ଏଇଟା ଇମ୍ପୋର୍ଟାନ୍ସ, ଆଜ୍ଞାକାରିତା ଗୋଟେ ଇମ୍ପୋର୍ଟାନ୍ସ ବିଷୟ ଅଟେ। ଯୀଶୁ ଖ୍ରୀଷ୍ଟ ନିଜେ କହିଛନ୍ତି ବାକ୍ୟରେ କି ଇଫ୍ ୟୁ ଲଭ୍ ମି ଓବେ ମାଇ କମାଣ୍ଡମେଣ୍ଟ। ଯୋହନ ପୁସ୍ତକ 14:15, ପ୍ରଥମ ଯୋହନ 2:3-6 ଯାଏ। Love to God requires obedience. Your obedience will reveal how you loved God. ତେଣୁ ଆମ୍ଭେମାନେ
ଈଶ୍ୱରଙ୍କର ବାକ୍ୟକୁ ମାନିବା ଦରକାର, ପ୍ରତ୍ୟେକଟି ଅବସ୍ଥାରେ ପାଳନ କରିବା ଦରକାର। এই ବାକ୍ୟ ଆମକୁ କ'ଣ କହେ ତାହା ଆବଶ୍ୟକ ଅଟେ। ଆମ୍ଭେମାନେ ନିଜେ ନ ମାନିକି ଅନ୍ୟକୁ କେମିତି ଶିଖାଇବା? ଆମ୍ଭେମାନେ ଓବେଡିଏନ୍ସର ଇମ୍ପୋର୍ଟାନ୍ସକୁ ଧ୍ୟାନ ନ ଦେଇ ଅନ୍ୟକୁ ଧ୍ୟାନ କରାଇବା କେମିତି ଓବେଡିଏନ୍ସର ଇମ୍ପୋର୍ଟାନ୍ସକୁ? ତେଣୁ ପରିବର୍ତ୍ତନତା ଆଜ୍ଞାକାରୀ ଦ୍ୱାରା ସାଧିତ ହୋଇଥାଏ। ତେଣୁ ଆମ୍ଭେମାନେ ଏହି ବିଷୟକୁ ଅଧିକ ଗୁରୁତ୍ୱ ଦେଉ। ପ୍ରଭୁ ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମ୍ଭମାନଙ୍କର ଖ୍ରୀଷ୍ଟିଆନ ଫେଥରେ, ବିଶ୍ୱାସରେ ପ୍ରଭୁଙ୍କ ସହିତ ଦୈନନ୍ଦିନ ଆମ୍ଭେମାନେ ଜୀବନ କ୍ଷେପଣ କରୁ କରୁ ଆମ୍ଭେମାନେ ପରିବର୍ତ୍ତନତା, ବିଶ୍ୱାସରେ ବୃଦ୍ଧି, ସଂଶକ୍ତିକରଣ, ଅନୁଗ୍ରହ ଦ୍ୱାରା ଏସବୁରେ ଆମେ ପ୍ରାପ୍ତ ହୋଇ ବୃଦ୍ଧି ପାଉ। ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ, ଯେପରି ଆମେ ସମ୍ପୂର୍ଣ୍ଣ ଆମ ଜୀବନକୁ ପ୍ରଭୁଙ୍କଠାରେ ସମର୍ପଣ କରୁ, ଆଉ ତାହାଙ୍କର ଶକ୍ତି, ତାହାଙ୍କର ଅନୁଗ୍ରହ ଆମକୁ ପରିବର୍ତ୍ତନତାରେ, ଆମଙ୍କର ଓବେଡିଏନ୍ସ ତାଙ୍କ ବାକ୍ୟ ପ୍ରତି ପରିବର୍ତ୍ତନତାରେ ସାହାଯ୍ୟ କରାଇବ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ ସମସ୍ତଙ୍କୁ। ପ୍ରେଜ୍ ଦି ଲର୍ଡ।